ଶ୍ରୀମନ୍ଦିରର ରତ୍ନବେଦୀ ଉପରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଧ୍ୟରେ ବଳଭଦ୍ର ମହାପ୍ରଭୁ ଅନ୍ୟତମ। ସେ ଶ୍ଵେତବର୍ଣ୍ଣ ଲଙ୍ଗଳ ଧାରଣ କରିଥିବାରୁ ତାଙ୍କୁ ଲାଙ୍ଗଳି ବୋଲି କୁହାଯାଏ। ସେ କାଦମ୍ବରୀ ପ୍ରିୟ, ସେ ରୋହିଣୀ ନନ୍ଦନ, ରେବତୀ ରମଣ। ତାଙ୍କର ଆୟୁଧ ହେଉଛି ହଳ ଓ ମୁଷଳ। ସେ ଅତ୍ୟନ୍ତ ବଳଶାଳୀ ପୁଣି ଅତ୍ୟନ୍ତ ଭଦ୍ର, ସେ ବଳଭଦ୍ର। ପୁରାଣ ମାନଙ୍କରେ ବଳଭଦ୍ର ବିଭିନ୍ନ ନାମରେ ପରିଚିତ। ଦେବକୀଙ୍କ ଗର୍ଭରୁ ଆକର୍ଷିତ ହୋଇ ରୋହିଣୀଙ୍କ ଗର୍ଭରେ ସଂସ୍ଥାପିତ ହୋଇଥିବାରୁ ତାଙ୍କୁ ସଂକର୍ଷଣ ବୋଲି ମଧ୍ୟ କୁହାଯାଏ। ବଳଭଦ୍ର ଠାକୁର ସ୍ୱୟଂ ଶିବ ମହାରୁଦ୍ର, ପୁନଶ୍ଚ ସେ ଶେଷଦେବ ଓ ଅନନ୍ତ। ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି ଯେ ଭଗବାନ ବଳଭଦ୍ରଙ୍କୁ ବ୍ରହ୍ମା ଏପରି ସ୍ତୁତି କରିଥିଲେ, ପାଦଂ କ୍ଷିତିମୂର୍ଖଂ ବହ୍ନି ଶୋଷିତାନି ସମୀରଣଃ ନମସ୍ତେ ହୌଷଧୀନାଥ ଚକ୍ଷୁଷି ତେ ଦିବାକରଃ। ଆପଣଙ୍କ ପାଦଦ୍ୱୟ ହିଁ ପୃଥିବୀ, ବହ୍ନି ହେଉଛି ଆପଣଙ୍କର ମୁଖ, ଅଣଚାଶ ପବନ ଆପଣଙ୍କ ନିଶ୍ୱାସ ଓ ପ୍ରଶ୍ୱାସ, ଆପଣଙ୍କ ମନ ହେଉଛି ଚନ୍ଦ୍ରମା, ଆପଣଙ୍କ ଚକ୍ଷୁଦ୍ୱୟ ସୂର୍ଯ୍ୟ ଅଟନ୍ତି। ବାହାବହ କୁକୁଭେନାଥ ନମସ୍ତେ ଜ୍ଞାନ ଦର୍ପଣ ଚତୁର୍ଦଶନା ଲୋକନ ମୂଳ ସ୍ତମ୍ଭ୍ୟ ଶୀର୍ଣ। ହେ ନାଥ, ଦିଗ ସମୂହ ହେଉଛନ୍ତି ଆପଣଙ୍କର ବାହୁ, ଆପଣ ଚତୁର୍ଦିଗ ଭୁବନର ମୂଳ ସ୍ତମ୍ଭ, ଆପଣ ସ୍ୱୟଂ ଜ୍ଞାନ ଦର୍ପଣ ସ୍ୱରୂପ। ହେ ହଳଧର, ଆପଣଙ୍କୁ ନମସ୍କାର। ହେ ମହାପ୍ରଭୁ, ଯେଉଁମାନେ ଆପଣଙ୍କ ଚରଣ ପଙ୍କଜରେ ଆଶ୍ରୟ ନେଇଥାନ୍ତି ଆପଣ ସେମାନଙ୍କର ପାପରାଶିକୁ ଦୂରୀଭୂତ କରିଥାନ୍ତି। ଆପଣଙ୍କର ମୁଖ, ନୟନ, କର୍ଣ୍ଣ, ପାଦ, ଚକ୍ଷୁ ଓ ବାହୁ ହେଉଛି ଅନନ୍ତ, ଆପଣଙ୍କୁ ନମସ୍କାର। ଆପଣ ଅନାଦି ମୂଳ ଅବିଦ୍ୟା ସ୍ୱରୂପ, ଅନ୍ଧକାର ନିବାରଣ ପାଇଁ ଅଦ୍ୱିତୀୟ ସୂର୍ଯ୍ୟତିଲ ଆପଣ ଅଟନ୍ତି। ଆପଣଙ୍କ କୃପାରୁ ତ୍ରିପାପଜନିତ ଦୁଃଖ ଦୂର ହୋଇଥାଏ। ଆପଣ ଋକ୍, ସାମ୍, ଯଜୁ ଦେବତ୍ରୟ ସ୍ୱରୂପ। ଆପଣ ମଧ୍ୟ ତିନି ରୂପରେ ପ୍ରକଟିତ ହୁଅନ୍ତି। ଫଣାମଣି କଣିକାର କ୍ଷିତ ମଣ୍ଡଳ ଧାରିଣେ ନମଃ କାଳାଗ୍ନି ରୁଦ୍ରାୟ ମହାରୁଦ୍ରାୟ ତେ ନମଃ। ଆପଣ ନିଜ ମସ୍ତକ ରୂପ ଫଣାସ୍ଥିତ ମଣିର କଣିକା ତୁଲ୍ୟ ଏହି ବିଶାଳ କ୍ଷିତିମଣ୍ଡଳକୁ ଧାରଣ କରିଛନ୍ତି। ଆପଣ କାଳାଗ୍ନି ରୁଦ୍ର ସ୍ୱରୂପ, ଆପଣ ମହାରୁଦ୍ର, ଆପଣଙ୍କୁ ବାରମ୍ବାର ନମସ୍କାର। ମହାପ୍ରଳୟ କାଳରେ ମହାର୍ଣ୍ଣବ ଜଳ ବୃଦ୍ଧି ପାଇଲେ ଯେତେବେଳେ ଜଳ ଜଗତ୍ରୟ ଏକଭୂତ ହୋଇଯାଏ, ସେହି ସମୟରେ ନିଜର ଶରୀରକୁ ଶଯ୍ୟା ଓ ଫଣାକୁ ଛତ୍ର କରି ତା ମଧ୍ୟରେ ସୁପ୍ତ ଯାଆନ୍ତି। ଆପଣ ହେଉଛନ୍ତି ଶେଷ ଦେବ, ଆପଣ ସହସ୍ର ଫଣାରେ ଶୋଭାଯୁକ୍ତ ଅଟନ୍ତି। ଅନନ୍ତ ଫଳାମଣି ବ୍ୟାଜରେ ଆପଣ ହିଁ ଅଖିଳ ବ୍ରହ୍ମାଣ୍ଡ ଅଟନ୍ତି। ହେ ପ୍ରଭୁ, ଆପଣ ସମସ୍ତଙ୍କର ସ୍ରଷ୍ଟା, ପାଳନକର୍ତ୍ତା ଓ ସଂହାରକର୍ତ୍ତା। ମୋଠାରୁ ଆରମ୍ଭ କରି ସମସ୍ତଙ୍କର ଆପଣ ହିଁ ମୂଳ କାରଣ ଅଟନ୍ତି। ଆମେ ସବୁ ନିମିତ୍ତ ମାତ୍ର। ସ୍ୱୟଂ ବ୍ରହ୍ମା ଭଗବାନ ଶ୍ରୀ ବଳଭଦ୍ରଙ୍କୁ ଏହିପରି ପ୍ରାର୍ଥନା କରି ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କର ଅନନ୍ତ ମହିମାକୁ ପ୍ରତିପାଳନ କରିଛନ୍ତି। ବାସ୍ତବିକ ଶ୍ରୀ ବଳଭଦ୍ର ଠାକୁର ଅନିର୍ବଚନୀୟ ଠାକୁର।